କରଞ୍ଜିଆ ଠାରେ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବଙ୍କ 58ତମ ଜନ୍ମ ମହୋତ୍ସବ। କରଞ୍ଜିଆ ଠାରେ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବଙ୍କ 58ତମ ଜନ୍ମ ମହୋତ୍ସବ ଆଜି କରଞ୍ଜିଆ ସତସଙ୍ଗ ବିହାର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବରେ ଯଶୀପୁର, ରରୁଆ, ଠାକୁରମୁଣ୍ଡା, ଶୁକ୍ରୁଳି ଓ ରାଇରଙ୍ଗପୁର ଠାରୁ 400 ବିନା 500 ଭକ୍ତଙ୍କ ସମାଗମ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ନବୀନ କୁମାର ଆଚାର୍ଯ୍ୟ, ରାଇରଙ୍ଗପୁର, ଅଙ୍କ ଦ୍ୱାରା ଆଚାର୍ଯ୍ୟ ଦେବ ଅଙ୍କ ଲୀଳା ସମାଗମ ହୋଇଥିବା ଭକ୍ତମାନଙ୍କୁ ପ୍ରବଚନ ଶୁଣିବାକୁ ମିଳିଥିଲା। ବର୍ଷାରାଣୀ ଜ୍ୟୋତିଷ, ଡଲି ଦାସ ଓ ଅଜିତ ସାନ୍ତରା ଭଜନ ସଙ୍ଗୀତ ପରିବେଷଣ କରିଥିବା ବେଳେ ସଜନୀ ନାୟକ, ବାଟପଳସା, କୋରସ ଗାନ କରିଥିଲେ। ପ୍ରଫୁଲ୍ଲ ଚନ୍ଦ୍ର ଗିରିଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦେବେନ୍ଦ୍ର ନାଥ ମହାନ୍ତ ପ୍ରାରମ୍ଭିକ ସୂଚନା ଦେଇଥିଲେ ଏବଂ ଗୋପୀନାଥ ମହାନ୍ତ, ପ୍ରିୟବ୍ରତ ସିହ୍ନା, କାହ୍ନା, ଅଭିମନ୍ୟୁ ପୃଷ୍ଟି, ମିତାରାଣୀ ସାହୁ ସହଯୋଗ ପ୍ରଦାନ କରିଥିଲେ। ପରେ ପରେ ଆନନ୍ଦ ବଜାର ପ୍ରସାଦ ସେବନର କାର୍ଯ୍ୟନିର୍ବାହ କରାଯାଇଥିଲା। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ବି. ଦିବ୍ୟେନ୍ଦୁ ଶେଖର ଅଙ୍କ ରିପୋର୍ଟ।